भवन्तं च रोचयसि तदेव वदन्तु भवान्। संकीर्त्यमानो भगवानमन्तो श्रुत्वा भावो व्यसनं हिंसा भविष्य चित्तं गुणोति यथा तमो निवासी भागा शेषरी द्वादश स्कंद शेषरी प्रश्न संकीर्त्यमानो भगवान अनंत जहाँ को अंतम नाम गुण चरित्र सृष्टि आम मान सृष्टि कर संसार सृष्ट अलग बहुत आंगिक आम मान से आमर प्रकृत जन्म कर सी आमको सृष्टि कर जन्म कर बापा माँ जन्म करते बापा माँ जन्म करते झगड़ा करते मोर पुराना तोर बोली के आगे जन्म करते बोलछन तो जन्म कर कौन बोलू नहीं बोलू कोई अब रोजगार को मिलेगा बोले नहीं कोई किसका नहीं है आत्मा जन्म ये नहीं मार गर्भर जन्म किंतु मार गर्भर बापा शरीर पुरुष शरीर रोचे मार गर्भरे 10 मास मात्र ये लिमिट किंतु बापा शरीर पुरुष शरीर के दिन मास रोचे सबुदिन रोचन महाराज सबुदिन बापा जन्म बापा जन्म नहीं बापा जन्म तो যৌবন আসছে তো রোজন মহারাজ হ্যাঁ যৌবন যে তো আছে যৌবন নেই সে কথা কোন না সকলে রোজ বলে কোন সময় রোনি মহারাজ আর বুড়া আলু সেতুল রোজ বুড়া মোলা আলু সেতুল রোজ लिमिटेड के समय रोशन ले पुरुष शरीर को आत्मा प्रवेश कर पुरुष शरीर प्रति जाई भागवत कपिल भगवान ज्ञान नहीं भगवान अवतीर्ण हो ज्ञान दरकार किए से जानिए किए से जानिले तो कर्तव्य करें रूम नख चमड़ा आपको लेकिन मोर किंतु से वास्तव परिचय नहीं प्रकृत परिचय भगवान भगवत गीता लक्षण सब कहे किंतु तार गति केमती आत्मा रोचे ये वर्णना करते भागवत गीता कहले नैनं चिन्तन्ति सत्यानि नैनं भवति पावकः न चैनं वेदयन्ति आपो न दोषति मारुतः अच्छिद्वयम् अपायवयम् अदृश्य कुशश्चैव च नित्य सर्वगतः स्थानं वचो अयं सनातनः पहले तांकर लक्षण गुड़िक कही किंतु ये शरीर भितर केमती अच्छे गोटे सब कहीदेली कहले शरीरटा हूँ गोटे वस्त्र बासांसी जन्ना यथा शरीर गोटे वस्त्र स्त्री शरीर हो पुरुष शरीर हो
ପଶୁ ଶରୀର ହଉ, ପକ୍ଷୀ ଶରୀର ହଉ, ସାପ ଶରୀର ହଉ, ଦେବତା ଶରୀର ହଉ, ମଣିଷ ଶରୀର, ବୃକ୍ଷଲତା ମଧ୍ୟ ଶରୀର, ଏଗୁଡ଼ିକ ଗୋଟିଏ ଗୋଟିଏ ତାଙ୍କର ବସ୍ତ୍ର। ବସ୍ତ୍ରଟା ଯେମିତି ପୁରୁଣା ହେଇ ଛାଡ଼ି ଦେଇକି ଆଉ ଗୋଟେ ଯାଉଛନ୍ତି, ସେମିତି ଆତ୍ମା ଗୋଟିଏ ଶରୀର ଜୀର୍ଣ୍ଣ ହେଇଗଲେ ଅନ୍ୟ ଶରୀର ଛାଡ଼ି ଦେଇକି ଯାଉଛି। ଆତ୍ମାର ଜନ୍ମ ମୃତ୍ୟୁ ବୋଲି କହୁଛନ୍ତି। ମୁଁ ମୋର ବି କହୁଛନ୍ତି, କେତେବେଳେ କରୁଛନ୍ତି, କେତେବେଳେ କାନ୍ଦୁଛନ୍ତି, ମୋର ମରୁଛନ୍ତି ମାୟାରେ ଏଇ ବସ୍ତ୍ରଟାକୁ ମୁଁ ବୋଲି ଭାବୁଛି। ବୁଝିଲେ? କୋଉଠି କେତେବେଳେ ନାଟକରେ ରାଜା ରାଣୀ ଦେଶ କରିକି ଯାଇପାରୁଛନ୍ତି। ବୁଝିଲେ? ନାଟକରେ ନାଟକ କଲାବେଳକୁ ସେ ରାଜା ଭଳିଆ ଗୋଡ଼ ଗୋଡ଼ ପିନ୍ଧିକି ଦେଶ କରିକି ଯାଇପାରୁଛନ୍ତି। ଯିଏ ଦେଖିଲେ ମହାରାଜ ଜୟ ମହାରାଜ ବିଜୟ କରୁଛନ୍ତି ବୋଲି ଗାଁର ଯେ ଆଉ ଯେଉଁ ଦିନ ଚାଲି ଚାଲିକି ଶିଖିଥିବ, କେତେ ଦିନ ଲାଗିଥିବ, କେତେ ମାସ ଶିଖିବା ପାଇଁ, କେମିତି ପଢ଼ିବାକୁ ପଡ଼ିବ, କେମିତି ଚାଲିବାକୁ ପଡ଼ିବ, କେମିତି ବସିବାକୁ ପଡ଼ିବ, ରିହର୍ସଲ୍ କରିକି ଯାଇଥିବ ଯେ ନାଟକଟା ଦେଖେଇବ ନାଇଁ ସମସ୍ତେ ଅନଉଥିବେ, କରୁଥିବେ। ଦୁଇ ଦିନ ହେଲା ପରେ ଶେଷ ନାଟକ, ଯେମିତି ନାଟକଟା ସିନା ଶେଷ ହୋଇଗଲା, ବେଶଟା ବୁଲିବାକୁ ତାକୁ ପାରୁଛୁ ଆଉ ମୁଁ ଏ ବେଶଟା ପକେଇକି ରଖିବି, ସବୁବେଳେ ମୁଁ ରାଜା ହେଇକି ରହିବି। ବେଶଟାକୁ ପକେଇକି ଯଦି ରାଜା ହେଇକି ଯଦି ବୁଲିବାକୁ ଗାଁକୁ ଯିବ, ନାଟକ ଭାଙ୍ଗିବା ପରେ କ'ଣ ହେବ ତା କଥା? ତାକୁ ରାଜା ଆଡ଼ିଆ କହିବ, ଏବେ କ'ଣ ହେବ? ସୀତା ରାଞ୍ଚି ପାଗଳଖାନା ସେମିତି ଆମେ ସବୁ ପାଗଳ ବୁଝିଲ। ଜନ୍ମ ହେଲା ବେଳକୁ ଶରୀର ବିଷୟରେ ଜ୍ଞାନ କି ଶରୀର କାହାକୁ ମିଳି, କିନ୍ତୁ ଶରୀର ନେଇକି ମୁଁ ବୋଲିକି କହୁଛନ୍ତି, ମୋର ବୋଲିକି କହୁଛନ୍ତି, ତାକୁ ନେଇକିରି ସଂସାର ତାକୁ ବିସ୍ତାର କରୁଛନ୍ତି, ସଂସାର ବୃକ୍ଷ ବୋଲିକି ତାକୁ ବର୍ଣ୍ଣନା କରୁଛନ୍ତି, ସଂସାର ସମୁଦ୍ର ବୋଲିକି ଅମୃତି ବୋଲି କହିଛନ୍ତି, ସଂସାରକୁ ତାକୁ ଅନ୍ଧକୂପ ଗୋଟେ କୂଅ ବୋଲିକିରି କହିଛନ୍ତି। ଆଉ ତତ୍ତ୍ୱଜ୍ଞମାନେ ଯେଉଁମାନେ ବୁଝିଛନ୍ତି ସେମାନଙ୍କୁ ସଂସାର ସିନ୍ଧୁ ବୋଲି କହୁଛନ୍ତି, ସମୁଦ୍ର ଯାହାର ଫଳକୂଳକୁ ଯେ ପାଇବନି, ଯାହାର ସଂସାରର ସମୁଦ୍ର ଭିତରେ ଯଦି ପଡ଼ିଲେ ମଣିଷ କୁଆଡ଼େ ଯିବ, ତାର କୂଳ କୋଟେ ଦେଖିବ ନା ଜାଣିପାରିବ, ଯୁଆଡ଼େ ଦେଖିବ ପାଣି ଚାଲି କୁଆଡ଼େ ତା ଭିତରେ ନିଶ୍ୱାସ ନେବା ପାଇଁ, ବଞ୍ଚିବା ପାଇଁ ସବୁବେଳେ ସଂଗ୍ରାମ କରୁଛି ତା ଭିତରେ ବଞ୍ଚିବା ପାଇଁ। ରୋଗ ଶୋକ ମୋହ ତା ଭିତରେ ଭୟ, ଏ ସଂସାର ସମୁଦ୍ରରେ ଯିଏ ପଡ଼ିବ, ସେଠି ସବୁ କୁମ୍ଭୀର ଅଛନ୍ତି, ତିନି ମାଛ ଅଛି, ଏମାନେ ଅଛନ୍ତି, ତାକୁ ଖାଇ ଦେଇଛନ୍ତି। ସିଏ ନିଜେ ନିଶ୍ୱାସ କରିବ ବୋଲି ତା ଭିତରେ ପହଁରିକିରି ନିଜକୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଛି ଆପି। ବୁଝିଲ? ତା ସାଙ୍ଗରେ ଗୋଟେ ନାହିଁ ଆଉ କେତେଟା ପଡ଼ୁଛନ୍ତି ତା ଭିତରେ, ଆଉ ଯେ ତାଙ୍କ ଭିତରେ ସାଙ୍ଗ ହେଉଛନ୍ତି, ତା ଭିତରେ ଚିତ୍ର ହେଉଛନ୍ତି, ଗାଡ଼ି ଟୁକେଇ ହେଉଛନ୍ତି, ସମୁଦ୍ର ଭିତରେ ପଡ଼ିକି ହେଲିକପ୍ଟର ପଡ଼ିଯିବ କି ଏରୋପ୍ଲେନ୍ ପଡ଼ିଯିବ, ସମୁଦ୍ର ପଡ଼ିଯିବ ବୋଲି କ'ଣ ବୁଝିଲା? ଏକାଠି ପଡ଼ିଯିବେ ସବୁ ଜାଗା ବୁଝନ୍ତି, 520 ଉଭେଇ ଟୁକେଇ ତା ଭିତରେ ହେଉଛି। କିଏ ତାକୁ ଟିକେ ସାହାଯ୍ୟ, କିଏ ପହଞ୍ଚିଲେ ରଖୁଥିବ, କିଏ ତାକୁ ଟିକେ ରଖୁଥିବ। ତା ଭିତରେ ପୁଣି ଆଉ ଥରେ ଶତ୍ରୁ, ତା ଭିତରେ ମିତ୍ର ହେଉଥିବେ, ଆଉ ଥରେ ତା ଭିତରେ ଯୁଦ୍ଧା ଛୁଡ଼ା ହେଇଯିବ ତା ଭିତରେ ପୁଣି ମହାରାଜ ଭିତରେ ମରଣ ଜନତା ଭିତରେ ସବୁ ଶୋଉଛନ୍ତି। ଆଉ କ'ଣ ମରିବେ କେତେବେଳେ ଠିକଣା ନାହିଁ। ଏଇ ସଂସାରଟା କ'ଣ ମରିବେ କାହାର ଠିକଣା, ଯେ ବିବାହ ଜାତି ହେଇଯାଇ ଯୋଉଠି କୋଉଠି ଗାଡ଼ି ଚଳି ଯାଉଛନ୍ତି, ଏଇଟା ଆଉ କ'ଣ ସେମିତି ତ ନା ନାହିଁ। ତା ଭିତରେ ମିତ୍ରତା କରୁଛନ୍ତି, ଆଉ ସତ ଇଆଡ଼େ ଉଭେଇ ଟୁକେଇ ହଉଛନ୍ତି ଦେଖନ୍ତୁ, ସେ ଭିତରେ ତ ମିତ୍ରତା କରୁଛନ୍ତି। ସମସ୍ତେ ନିଜର ପ୍ରାଣ ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି, ସଂଗ୍ରାମ କରୁଛନ୍ତି। ନିଶ୍ୱାସ ନିଶ୍ୱାସ କଥା ସେଠି କେତେବେଳେ ଷ୍ଟ୍ରୋକ୍ ହେଇଯାଉଛି, ଷ୍ଟ୍ରୋକ୍ ମାନେ କ'ଣ ହୃଦୟଟା ଚାଲିଥାଉଛି, ଟିକେ ଯଦି ବନ୍ଦ ହେଇଗଲା ଆମର ଷ୍ଟ୍ରୋକ୍ ହେଇଗଲା। ଦିନକୁ 72 ଥର ହାର୍ଟ ବିଟିଂ ହେଉଛି, ଗୋଟେ ଯଦି ବନ୍ଦ ହେଇଗଲା ଷ୍ଟ୍ରୋକ୍।
ବ୍ରେନ୍ ଷ୍ଟ୍ରୋକ୍ ହେଇଯାଉଛି, ବିପି ସବୁବେଳେ ଚାଲିଛି, ବ୍ଲଡ଼ ପ୍ରେସର ନ ଚାଲିଲେ ଶରୀରଟା ଚାଲିବ କି? ଚିନ୍ତା, ଏ ଚିନ୍ତା ବି ହେଉଛି ମଣିଷର ବଡ଼। ଭଗବାନ ଦେଇଛନ୍ତି ତାଙ୍କୁ ଚିନ୍ତା କରିବା ପାଇଁ ଶକ୍ତି ବୁଦ୍ଧି ଦେଇଛନ୍ତି। ଭୂତ ଭବିଷ୍ୟତ ବର୍ତ୍ତମାନ, ଯାହା ପୂର୍ବର କଥା, ପୂର୍ବର ଅନୁଭୂତି, ବର୍ତ୍ତମାନ ଏବଂ ଭବିଷ୍ୟତକୁ କ'ଣ ହେବ ସେ ଜାଣିପାରିବେ। ତାର ଚିନ୍ତା କ୍ଷେତ୍ରରେ ଚିନ୍ତା ଦ୍ୱାରା, ବୁଦ୍ଧି ଦ୍ୱାରା, ଜ୍ଞାନ ଦ୍ୱାରା, ସ୍ମୃତି ଦ୍ୱାରା ଜାଣିପାରିବ। ସବୁ ଜ୍ଞାନ ଦେଇଛନ୍ତି ତାଙ୍କ ପାଇଁ ଶାସ୍ତ୍ରରେ, ବୁଝିପାରିବେ, ସେ ଜାଣିପାରିବେ ଏବଂ ତା ପାଇଁ ବ୍ୟବସ୍ଥା କରିବେ। କେମିତି ବାହାରିବାକୁ ଯିବ ଉପାୟ ମଧ୍ୟ କରିଛନ୍ତି। ନାଇଁ ରହିକି କରିବ, କର, ଏଇଆକୁ ପୂଜା କରି, ତାକୁ ପୂଜା କରି, ଜଣକ ଔଷଧ ଖା, ଅମୁକ ଖା, ତମୁକ ଖା, ଘର ପୂଜା କରି, ଶାନ୍ତି କରେ, ପରିବାର କରେ, ଘରୁ ଖା, ସବୁ ରଖିଛନ୍ତି କଲେ ଏଇଟା ମିଳିବ, ଏଇଟା କଲେ ସେଇଟା ମିଳିବ। ନା ପଡ଼ିଛି ତମକୁ ଏବେ ଶନି ପଡ଼ିଲା, ଯାଅ ହେଇକି ଏଇଟାକୁ ଶାନ୍ତି କର, ଲାଗିକି ପଡ଼ି କଲେ ଗ୍ରହ ଶାନ୍ତି ହେଇଯିବ। ଆଉ ଗୋଟେ ଗ୍ରହ ଶାନ୍ତି ହେଲା, ଆଉ ଗୋଟେ ଗ୍ରହ ପଡ଼ିଯାଇଥିବ ସିଆଡ଼େ, ଏଇ ଗ୍ରହଟାର ଦୃଷ୍ଟି ପଡ଼ିଛନ୍ତି ଏଇଠି ସ୍ଥାନରେ ରହିଛନ୍ତି ବୋଲି ଆଉ ଗୋଟେ ଅଭିଷେକ ଗୋଟେ କର ବୋଲି ମଙ୍ଗଳ ପ୍ରତ୍ୟନ୍ତର ଅନ୍ତର ପ୍ରତ୍ୟନ୍ତର ଆମେ ତ ଭଲକି ଜାଣିଛୁ। ସିଧା ଆମ ଆମେ ସେ କାମ କରୁଛୁ, ଆମେ କହୁଛୁ এই ଔଷଧ ଖାଅ, এই ଭିଟାମିନ୍ ଖାଅ, ଏଇକୁ ଖାଅ, ତାକୁ ଖାଅ, ଏଇ କାମ କର, ସେ ବ୍ୟବସାୟ କର, ସେ କାମ କର, ଏଇଠି କର, ପଇସା ରୋଜଗାର କର, ଏଇ କଲେ ସେମିତି ହେବ, ସେଇ କଲେ ଏମିତି ହେବ ବୋଲିକି ତା ଭିତରେ ସଂସାର ଜାଲ ଭଳିଆ ତା ଭିତରେ ଆଉ ତାଳ ଧରିକି ସେଇ ବୁଝିଲେ କିନ୍ତୁ ସେଟା ଜାଣିପାର। ଯିଏ ଯାହା ଚାହୁଁଛନ୍ତି ଭଗବାନ ତାଙ୍କୁ ତାହା ଦେଉଛନ୍ତି। ସେ ସୃଷ୍ଟିକର୍ତ୍ତା, ଯଦିଓ ସେ ସବୁଗୁଡ଼ିକର କାରଣ ରୂପରେ ରହିଛନ୍ତି କିନ୍ତୁ କାର୍ଯ୍ୟ ରୂପରେ ଆମକୁ ଦେଇଛନ୍ତି। ଯେମିତି ତମେ ବାପା ମା ଜନ୍ମ ହେଲା ବୋଲି ତମେ କହୁଛନ୍ତି, ଜନ୍ମକର୍ତ୍ତା ନୁହନ୍ତି, ତାଙ୍କ ଆସିଛି ଆସିଛି ଜନ୍ମ ହେଇଛି ସେଇଠି ସିଏ ଆଙ୍କ ଦେହରେ ପ୍ରବେଶ ହୁଏ। ପୁଅଟି ହେଲା ବୋଲି ଖୁସି ହଉଛି ମହାରାଜ। ଖୁସି ମାନିଲେ ଏଠି ଯେତେବେଳେ ଖୁସି ଜନ୍ମ ଖୁସି ହଉଛନ୍ତି, ଜନ୍ମ ତ କାହିଁ ପାଡ଼ ଯେତେବେଳେ କାହିଁକି ନା ହଉନା ସେତେବେଳେ ଜନ୍ମ ହେଲା ଖୁସି, ଜନ୍ମ ହେଲା ବେଳକୁ ଖୁସି ହେଇଥିବେ। ଝିଅଟାକୁ ଜନ୍ମ ହେଲେ ଟିକେ ଆଉ ଦୁଃଖୀ ହେଇଥିବ ଆଜିକାଲି ତ ଆଉ ଯାଉ ଦେବାକୁ ପଡ଼ିବ ବୋଲିକି ପୁଅଟା ସବୁ ଜନ୍ମ ହେଇଯିବ। କିନ୍ତୁ ଯେତେବେଳେ ସେ ମଦ ପିଇକି ଆଗିରି ବାଡ଼ୁନି ସେତେବେଳକୁ କେତେବେଳେ ଦୁଃଖ, କେତେବେଳେ ସୁଖ, କେତେବେଳେ ଆନନ୍ଦ, କେତେବେଳେ ଏ ସଂସାରରେ କିଛି ନିର୍ଣ୍ଣୟ ବୁଝିଲ। ଇଏ ଗୋଟେ ସ୍ୱପ୍ନର ନାଟକ ଚାଲିଛି। ଭଗବାନ ଯିବା ପରେ କଥା ଦେବତାମାନେ ଋଷିମୁନିମାନେ ବୁଝନ୍ତି ତସ୍ୱୀର ମୋହିତ ହେଇଯାଆନ୍ତି, ସେମାନେ ଜାଣିପାରନ୍ତିନି ଆର ବାସ୍ତବ ସତ୍ୟ। ସୁରୀମାନେ ମଧ୍ୟ ମୋହିତ ହେଇଯାଆନ୍ତି, ଜାଣିପାରନ୍ତି ବାସ୍ତବ କ'ଣ ସତ୍ୟତା। ସେଥିପାଇଁ ଭାଗବତରେ କେବଳ ଗୋଟିଏ ଗ୍ରନ୍ଥ ଭାଗବତ ନିର୍ମଳ ଭାବରେ ଏ କଥା କହିଛନ୍ତି। ଅନ୍ୟ ପୁରାଣରେ କୋଉଠି ଏ କଥା କହିଛନ୍ତି ଅଛି, କୋଉଠି କେମିତି କହିଛନ୍ତି, କିନ୍ତୁ ନିର୍ମଳ ଭାବରେ। ଯେମିତି ଗୋଟିଏ ଡାକ୍ତର ଅଛି, ତା ରୋଗ ହେଇଛି, ତାକୁ ଭଲ ଡାକ୍ତର ହେଲେ ତାକୁ କହିବ ତୁ ସିଗାରେଟ ଖାଉଛୁ, ମଦ ପିଉଛୁ, ତୁ ମିଠା ପିଠା ଖାଉଛୁ, ସେଥିପାଇଁ ରୋଗ ହେଇଛି ତ ଖାନା ବେଲୁନ ବନ୍ଦ କରି ଖାଇଲେ ମରିବ। କିନ୍ତୁ ଯଦି ସେମିତି ଯଦି ଭଲ ଡାକ୍ତର ନ ହେଇଥିବ, କେତେଟା ଖାଉଛୁ ସିଗାରେଟ ନା 10ଟା ଖାଇଲେ ଗୋଟେ ଦିନ ହଁ ଯଦି ଖାଇଲେ ରୋଗଟା ଥିବ ଆପଣ ଆସୁଥିବ ଦେହ ସହିତ ଖାଇଯିବ। ବ୍ୟବସ୍ଥା ହଉ ତ ସବୁ ପୁରୋହିତ ଜାଗା ଯେତେ ଅଛନ୍ତି ଆଉ ଯେତେ ସବୁ ଯେଉଁ ଧନ କରୁଛନ୍ତି ସବୁ ଜାଗା ସେ ସନ୍ଧ୍ୟାରେ ରହିଛନ୍ତି। ନିର୍ମଳ ଭାବରେ ତାଙ୍କୁ ସତ କଥା କହିବି, କହିଲେ ବ୍ୟବସାୟ ଚଳିବନି। ନାଇଁ ନାଇଁ ବୋଲେ ତ ଆସିବ ମହାରାଜ କୁଆଡ଼େ ଯିବ କହୁନା। ସେଇ କଥା ସେଇଥିପାଇଁ ଯେଉଁ
संसार में चलते गोटे संसार धर्म अच्छे कहते ग्राम्य धर्म बोली शास्त्र संसार धर्म बोली गोटे से संसार धर्म गोटे रही नहीं डाक्टर कहला केते क्लास चार्टा गोटे भी बिल्कुल बंद कर कहले भागवत केवल गोटे ग्रंथ मु कंप्रोमाइज कंप्रोमाइज भागवत केवल निर्मल भाव में उदाहरण देखी बुझे किए कौन करी कौन होता चरित्र मत लिखी महाभारत अच्छी मैंने ग्रंथ पुराण सब अच्छी किंतु निर्मल भाव वेद्यम वास्तव वस्तु शिवदम दासयोर्गूढ़ धर्म प्रोजित परितरोत्र परमो निर्मचरण सता धर्म प्रोजित कौन सी कपटता ना सब कपट मंगल कथा कौन सत्य कथा कहना सत्य कथा कहनी बास्तव कथा कहना गोटे आगे पकड़ जुआड़े पकड़ सी आंदोलन गाँव आगे कथा शुणुनी नहीं पकईदे गोटे जुआड़े पकड़े आम सागे पड़ी घना भगवान भजन करे कहते पड़ी मरु जानते किंतु आगे कौन कहते कहीं कहना कहीं वाक्य सर्वे रखा कहीं कहना कौन ना टाइम गले पड़े ना सत कथा कहीं कहना कहीं माया संसार बोली कहते कहते पूजा बसी कहीं कहना ସେମାନେ ଜାଣିଥିଲେ ସିନା କହନ୍ତି ମହାରାଜ ସେମାନେ ଜାଣିନାହାନ୍ତି ଅଜ୍ଞ ଜାଣିନାହାନ୍ତି ବୋଲି କହିଲେ ସେମାନେ ଯଦି ଜାଣୁଛନ୍ତି ହଇରାଣ ହେଉଛନ୍ତି ସେମାନେ କିନ୍ତୁ ତାକୁ ଧର୍ମ ବୋଲି ଭାବୁଛନ୍ତି ଏଇଟା କରିବାଟା ଧର୍ମ ବୋଲି ଗୃହସ୍ଥ ଧର୍ମ ହଁ ଏଇଟା ଗୋଟେ ଧର୍ମ ବୋଲିକିରି ତାଙ୍କୁ କୁହାଯାଇଛି ସେଥିପାଇଁ ସେଇଟା ସେଥିରେ କହୁ କିନ୍ତୁ କେମିତି ଆତ୍ମାର ମୁକ୍ତି ହେବ ଏହି ବିଷୟ ତାର କେହି କହୁନାହାନ୍ତି ଭାଗବତରେ ପ୍ରଥମରେ ଭରତ ମୁନି ତାଙ୍କର ଶରୀରକୁ ବସେଇକି ଏ ବୃଷଭ ଦେବ ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ ଭରତ ଶରୀରକୁ ତାଙ୍କର ଯେଉଁ ଭରତଙ୍କର ଚରିତ୍ର କଥା ସେ 3 ଜନ୍ମର କଥା କହିଲେ ତାଙ୍କର ମୃଗ ହେଇନି ତାପରେ 3 ମୃଗ ଜନ୍ମ ପାଇଲେ आसक्ति बाहर आउे केमी चक्रवर्ती थे रोग हेले जड़ हो माने कौन से जड़ जड़ा 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 माने जड़ा जड़ा कौन जड़ा ना पार्टी फुल 3 जन्मर स्मृति चक्रवर्ती थे समस्त शास्त्रज्ञ थे तत्वज्ञ थे समस्त विद्या पाखे समस्त गुण था सब किंतु जो मृग ହେଇଗଲି ତାପରେ କଣ ପାଇଁ ହେଲି ଜାଣି ବହୁଟି ପ୍ରକାର ସଂସାର ସ୍ନେହ ମୃଗଟାକୁ ରକ୍ଷା କରିବା ପାଇଁ ଯାଇକିରି କି ପ୍ରକାର ପରିଣତ ହେଇଗଲା ସେ ସର୍ବସ୍ୱ ତାଙ୍କର ଛାଡ଼ି ଦେଇକି ରାଜ୍ୟ ଅମାତ୍ୟ आर समस्त राज्य छाड़ी चक्रवर्ती आसते तपस्या करते कायका रही गंडुकी नदी को नेपाल किंतु जो रक्षा करने तार परिणाम भी कौन है मृग ब्रह्मांड कला मृग शरीर प्रवेश कले प्रवेश होगले से जानिले पूर्व स्मृति आसला मृग को रक्षा करी रक्षा करने गले अनुग्रह कले अनुग्रह कले रक्षा कर छाड़ी
ତୁ ରକ୍ଷାଟା କଲ କରିକି ଛାଡ଼ିଦେଲି ଆଉ ରକ୍ଷା କରି ଛାଡ଼ିଦେଲି ତାଙ୍କ ପ୍ରତି ଆସକ୍ତି ଆସକ୍ତି ହେଇଯିବାକୁ ସେ ତାଙ୍କର ମନ ତାଙ୍କର ସ୍ମୃତି ତାଙ୍କର ଚିନ୍ତା କରିକି ମରିଲେ ମରାଉ ତାହାର ଚିନ୍ତା ହେଲେ ସେ ମୃଗ ଚିନ୍ତା କରି ମାୟା ମମତା ସ୍ନେହ କି ପ୍ରକାର ବନ୍ଧନ ତାର ପ୍ରଭାବ କ'ଣ ସେଠି ଜାଣିପାରୁନା ଆମେ ଯାହା ଦେଖୁଛେ ଯାହା ଶୁଣୁଛେ ଯାହାକୁ ଭଲ ପାଉଛେ ଯାହା ସହିତ କରୁଛେ ସବୁଗୁଡ଼ାକ ଆମର ସ୍ମୃତିରେ ସବୁ ରେକର୍ଡିଂ ହେଇକି ରହୁଛି ତାର ରୂପ ତାର ଗୁଣ ତାର କ୍ରିୟା ତାର ଅଙ୍ଗ ଭଙ୍ଗୀ ସବୁ ଜାଗା ଆମର ସ୍ମୃତିରେ ମନରେ ରହୁଛି ନା ରହୁନି ମୋର ନା ରହୁଛି ନା ରହୁଛୁ ତମର କିଏ କାହାର ଭଲ କରୁଛ ନା କିନା ଦିନ କଙ୍ଗରେ ମନ ଚିନ୍ତା କରୁଛି ନା ସବୁବେଳେ ତା ରୂପଟା ତାର କଥାଟା ମୁଣ୍ଡାଟି ନ କଲେ ମନଟା ସମ୍ଭାଳିବ କେମିତି ଅଛୁ କ'ଣ କରୁଛୁ ଇଏ ହେଉଛି କ୍ରିୟା ସ୍ମୃତି ଭିତରେ ମନ ଭିତରେ ସେ ଯାକ ସବୁ ତାକୁ ସେଇଟା ଏକା ଆଉ ଜନ୍ମ ଦେବ ମନ ଆଉ ଦେଲେ ସେ ଲାଗିଯିବ ସେଟା ମନେ ପକେଇଲେ ମନ ପଡ଼ିକି ମନରେ ରହିଛି ସେଇଟା ଆସିବ ମନକୁ ଆଉ ମନରେ ଯୋଉଟା ନାହିଁ ସେ କେବେ ହେଲେ ମନକୁ ଆଇବ ମନ ଏବେ ତମର ଭାବନା କୋଉଠି ଯାଉଛି ମନଟା ନାମ ଗୁଡ଼ାକ ମନ ଯାଉନି କୁଆଡ଼େ ଯାଉଛି କୁଆଡ଼େ ଯାଉଛି ଯୋଉଟା ଭାବିଛେ ଯୋଉଟା ଯୋଉଠି ତାର ସମ୍ବନ୍ଧ ଅଛି କି ଦିଆଯିବ ଯାହା ପାଖରେ ସମ୍ବନ୍ଧ ନାହିଁ ସେଠିକି ଯାଉଛି ଯାହା ପାଖରେ ସମ୍ବନ୍ଧ ଅଛି ସେଇଠି ଏକା ମନ ନା ନାଇଁ କାହିଁକିନା ଅଛି ସମ୍ବନ୍ଧ ସଂଯୋଗ ଭାବେ ବନ୍ଧନ ହେଇକି ସାଙ୍ଗରେ ବାନ୍ଧି ହେଇକି ରହି ବନ୍ଧନ ଲାଗୁଛି ନା ସନ୍ଧ୍ୟା ହେଇକି ବନ୍ଧନ ନା ବନ୍ଧୁ ସମ୍ବନ୍ଧ ମାନେ କ'ଣ ଏ ସଂଯୋଗ ଭାବେ ବନ୍ଧନ ସମ୍ୟକ ବନ୍ଧନ ଭିତରେ ବନ୍ଧନ କରୁଛୁ ଦିଆ ନିଆ ହେବେ ସମ୍ମିଶାଣ ହଉଛି ଆଗ କଥାବାର୍ତ୍ତା ହବ ତା ଭିତରୁ ଦେଖା ଦେଖି ହବ ତା ଭିତରୁ ଦିଆ ନିଆ ହବ ତା ଭିତରୁ ବନ୍ଧାବନ୍ଧି ହେବେ ଆଉ ନାଇଁ ବାନ୍ଧା ହେଲେ ସେଇଠି ଏକା ଯିବ ମନ ଯାହା ସହିତ ବନ୍ଧାରେ ଅଛି ସେଇଠି ଯିବ ଆଉ କୋଉଠି ଯିବନି ଖାଲି ସବୁ ଲୋକ ଯିବ ସମ୍ବନ୍ଧ ଯୋଉଠି ନାହିଁ ସେଠି କୁଆଡ଼େ ସେଇଥିପାଇଁ ମନକୁ ଏଇଠୁ କାଟିବ ନିର୍ଗନ୍ଧ କୃଷ୍ଣ ସମ୍ବନ୍ଧୀ ସମ୍ବନ୍ଧରେ ତାଙ୍କୁ ମନକୁ ରଖିବା କଥା ଏ ସମ୍ବନ୍ଧକୁ ସେ ସମ୍ବନ୍ଧକୁ କାଟିବ ଗୁରୁ କରିବାର ଉଦ୍ଦେଶ୍ୟ ହେଉଛି ସେୟା ନାମ କରିପାରିବେ ଅଛି ନାମ କରିବେ ଗୁରୁ କରିବା କ'ଣ ଆବଶ୍ୟକ ଅଛି ନା ଏଇଠି ତମର ଗୋଟେ ସମ୍ବନ୍ଧ ସ୍ଥାପନ ଭଗବାନଙ୍କ ସହିତ ଲୋକଙ୍କ ସହିତ ପରମ୍ପରା ଭଗବାନ ସୃଷ୍ଟି କରିଛନ୍ତି ତାଙ୍କ ସହିତ ଆମର ସମାଜ ବନ୍ଧ ହେଲେ ମନ ସିଆଡ଼େ ଚିନ୍ତା କରିବ ସେ ତାକୁ ଇଆଡ଼େ ବାନ୍ଧିବାର ଅଛି ସିଆଡ଼େ ବାନ୍ଧିବ ସେଥିପାଇଁ ଏଇ ଯେଉଁ ଦଣ୍ଡେ ନିମିଷେ ରବେ ଦେଶେ ଶଙ୍କର କାର୍ଯ୍ୟ କହିଲେ କ୍ଷଣମପି ସଜ୍ଜନ ସଂଗତି ଗାଇକି ଆସିଲେ କୀର୍ତ୍ତନ କଲେ ଆରତି ଦେଖିଲେ ଏଇଟା ମଧ୍ୟ ରେକର୍ଡିଂ ହେଇ ରହୁଛି ନା ରହୁନି ଏଇଟା ମଧ୍ୟ ରହୁଛି ଯାହାର ପ୍ରଭାବ କ'ଣ ସେଇଥିପାଇଁ ସେଠି କହିଲେ ସଂକୀର୍ତ୍ୟମାନୋ ଭଗବାନ ଅନନ୍ତ ଭଗବାନ ଅନନ୍ତଙ୍କର ସଂକୀର୍ତ୍ତନ ସଂକୀର୍ତ୍ତନ ଅର୍ଥ ହେଉଛି ବହୁ ମିଳିଥିବା ସମ୍ୟକ କୀର୍ତ୍ତନ ସମସ୍ତେ ଭଗବାନଙ୍କର ପ୍ରାର୍ଥନା କଲେ ନାଇଁ ନାମ କଲେ ମନକୁ ବୁଝେଇଲେ ମାନସ ରାଧା ଗୋବିନ୍ଦ ଭଗବାନ କାହିଁକି ରାଧା ଗୋବିନ୍ଦ ଭଗବତ ସେଇଟାରେ ଆଉ କ'ଣ ଲୋକମାନଙ୍କର ପୂଜା ଏଇଥିରେ କଲେ ଏ ଯେଉଁ ରହିଛି ନଟ ଫୁଟ କହିଲେ ତେଜ ଫୁଟ ନାଇଁ ଏ ସଂସାରରେ ସବୁ ଯେଉଁ ରହିଛନ୍ତି ଫୁଟ କପଟରେ ରହିଛନ୍ତି ସମସ୍ତେ ସମସ୍ତେ ଘରେ ଯେଉଁ ରହିଛନ୍ତି ଫୁଟ କପଟ ନଟ ରହିପାରିବେ କହିପାରିବେ କ'ଣ ପାଇଁ ହେଉଛି ମହାରାଜ ଏଗୁଡ଼ା ସବୁ
କଣ ପାଇଁ ହବ ତମେ ଜାଣିଛ? ପରିବାର ଲୋକ ଜାଣିଛ ନା? ନା ଆପଣ ଜାଣିଲେ କିନ୍ତୁ କୁଟ କପଟ ହଉଛି ବୋଲି। ଆମେ ଛାଡ଼ି ଦେଇଛି ସେଥିପାଇଁ ଆଇଲୁ ପରା। କୁଟ କପଟ ହଉଛି ବୋଲି କୁଟ କପଟ ହଉଛି ବୋଲି ଜାଣିଲେ କିନ୍ତୁ ଆପଣ ହଉଛି ବୋଲି କି ଜାଣିଲୁ? ସେ ଭାଗବତ ଲେଖା ହେଇଛି, ସୂତ୍ରରେ କହିଛନ୍ତି। ହେଲେ ଆକୁ ନିବୃତ୍ତ କରିବା କିନ୍ତୁ ମହାରାଜ କଣ? ସେଇଥିପାଇଁ ତ କହିଲେ ନିବୃତ୍ତ ଏଇ ସଂସାର ଭିତରେ ଯେତେ ସବୁ ରହିଛନ୍ତି କୁଟ କପଟ ନ କଲେ ଏମାନେ କରିପାରିବ ନାହିଁ। କଣ କୁଟ କପଟ? ଅସତତାକୁ ସତ ଭଳିଆ ତାକୁ ଦେଖୁଛନ୍ତି, ଆଟ୍ରାକ୍ସନ କରିକି ଦେଖୁଛନ୍ତି, ସିରିଆର ରୂପ କରୁଛନ୍ତି, ସିରିଆର ବେଶ କରୁଛନ୍ତି, ସିରିଆର ଅଳଙ୍କାର କରୁଛନ୍ତି। କାହିଁକି ଯାହା କରୁଛନ୍ତି? ଆକର୍ଷଣ କପଟ ମାନେ ଏଇଟା ମାନେ ସତ କପଟ ନା ଗୋଟେ ପକେଇବେ କାହିଁକି କପଟ ନା ଭଲ ସମୁଦ୍ର କିଏ ସେଣ୍ଟେଣ୍ଟ ପକଉଛ କପଟେ ଧର୍ମ ହେଇଯାକ ଦେଖିବି ଭାଗବତ କହିଲେ ହଉଛି ନିର୍ମଳ କରିଦେଇଛନ୍ତି, କହି ବୁଝେଇ ଦେଇଛନ୍ତି। ତାକୁ ଶୁଣିଲେ ମାନେ କଣ ସତ୍ୟ ବାସ୍ତବ ଏଇତ୍ୟ ବାସ୍ତବ ବାସ୍ତବ ଜିନିଷ କଣ ସତ୍ୟ କଣ ଜାଣିବ କହିଲେ ତାଙ୍କ ସାଙ୍ଗରେ ତମେ କରିପାରିବ। ଗୋଟେ କପଟ ଧର୍ମ ଭିତରେ ରହିକି ତମେ ବି ନିଜେ କପଟ ଭାବ କରିବାକୁ ପଡୁଛି। ଏ ସବୁ ଜାଗାରେ କପଟ ଭିତରେ ଥିବ ବାନ୍ଧିକି ପଡୁଛନ୍ତି। ତା ଭିତରେ କଣ ବାନ୍ଧିକି ପଡୁଛନ୍ତି? ଖାଇବା ପିଇବା ଏଇ ଜାଗା ଖୋଇବା ଏଇ ଜାଗା ତ ଶରୀର ଧର୍ମ। ଆକୁ ତ ଛାଡ଼ି ତ ବଞ୍ଚିପାରିବେ। ସେଥିପାଇଁ ଏଇଥିରେ ସବୁ ବାନ୍ଧିକି ପଡୁଛନ୍ତି, କିନ୍ତୁ ଭିତରେ ଯାହା ତାର ଲାଇନ ଅଲଗା ଥାଉଛି, ମନର କଥା କାହାର ଜାଣୁଛି। ସେଥିପାଇଁ କପଟ ଧର୍ମ ଅର୍ଥ କାମ ମୁକ୍ତିକୁ ମଧ୍ୟ ଏଠି କହିଲେ ତାର ମধ্যে ମୁଖ୍ୟ ବାଂଶା ପ୍ରଧାନ କରିଦେବ। ତାର ସ୍ୱରୂପରେ ଭଗବାନଙ୍କର ସେ ଅଂଶ, ଭଗବାନଙ୍କର ସେ ହେଉଛନ୍ତି ସେବକ, ଭଗବାନଙ୍କର ସନ୍ତାନ, ଭଗବାନଙ୍କର ପ୍ରିୟ, ତାଙ୍କର ସଖା, ତାଙ୍କର ନିଜଜନ। ତାକୁ ଛାଡ଼ିଲେ ମଧ୍ୟ ମୁକ୍ତି ପାଇବାକୁ ଯେଉଁମାନେ ଇଚ୍ଛା କରୁଛନ୍ତି ଭାଗବତ ଗ୍ରନ୍ଥରେ ତାକୁ ବି କପଟ ବି କହିଦେବ ମହାରାଜ କଣ କହିଦେବ କପଟ ତାର ପରିଣାମ ମଧ୍ୟ କରିଦେଇଛନ୍ତି। ତାକୁ କରିବା ଦ୍ୱାରା କଣ ହବ? ଏଇ ସଂସ୍କୃତି ସଂସାର ଚକ୍ରରେ ଆମେ ସବୁବେଳେ କଣ କରିବା ଦ୍ୱାରା ବୁଲିବେ ତା ଭିତରେ ପଡ଼ିକି ରହୁଛୁ। ତା ଚାରିପାଖରେ ସଂସାରରେ ମଣିଷ ଜନ୍ମ ଗୋଟେ ଦେଇଛନ୍ତି, ଯୋଉ ଜ୍ଞାନ ଦେଇଛନ୍ତି ଆକୁ ବ୍ରହ୍ମ ବିଦ୍ୟା ଏସବୁ ବ୍ରହ୍ମାକ୍ଷର ସମୁଦ୍ଭବ। এই অক্ষর ব্রহ্ম যে অক্ষর শব্দ আসছে কবি এরা সব ব্রহ্ম শব্দ সব ভগবত গীতারে কইলি ব্রহ্মাক্ষর সমুদ্রম তস্মাৎ সর্বগতম ব্রহ্ম নিত্য যজ্ঞ প্রতিষ্ঠিত। এইগুলো শাস্ত্র জ্ঞান ଦେଇକି ଜାଣିବା ପାଇଁ ଶବ୍ଦ ବ୍ରହ୍ମ ସବୁ ତା ଭିତରେ ଅଛି। ଏ ଅକ୍ଷର ଗୁଡ଼ିକ ଶବ୍ଦ ଗୁଡ଼ିକ ସବୁ ବ୍ରହ୍ମ ସହିତ ରହିଛି। এই ভগবান ଦେଇଛନ୍ତି ମଣିଷକୁ ଜ୍ଞାନ ବୁଦ୍ଧି ବିବେକ ବିଚାର ଚିନ୍ତା କରିକି ସତ୍ୟ ବସ୍ତୁ ଦେଇଛନ୍ତି। ତମେ ଯଦି ତାକୁ ଶୁଣିଲ, କହିଲ, କୀର୍ତ୍ତନ କଲ, ଶ୍ରବଣ କଲ, ସ୍ମରଣ କଲ, ଆଚରଣ କଲ, ତାହେଲେ ସଂସାରକୁ ମାୟା ଚକ୍ର ଭିତରୁ ବୁଲିପାରିବ। ମାୟାକୁ ଜାଣିବା ବଡ଼ କଠିନ। ବ୍ରହ୍ମାଦି ଏଇଟ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଏଇଠି ମାଳ ଚକ୍ରରେ ବାନ୍ଧିକି ଭଗବାନଙ୍କର ସେଠି ମଧ୍ୟ ମୁକ୍ତି ପାଇବାର ତାଙ୍କର ସୁବିଧା ନାହିଁ। ସେଥିପାଇଁ ଭାଗବତରେ କହିଲେ କଳ୍ପାୟୁଷାଂ ସ୍ଥାନ ଦୟାତ ପୁନର୍ଭବାତ କ୍ଷଣାୟୁଷାଂ ଭାରତ ବିଜୟୁ ପରଂ କ୍ଷଣେନ ମର୍ତ୍ତ୍ୟେନ କୃତଃ ମନସ୍ବିନଃ ଜାନ୍ତି ଅଭୟ ପଦଂ ହରେ। ଅଭୟ ପଦ ଯୋଉଠି ମୃତ୍ୟୁ ନାହିଁ ସେ ପଦକୁ ଯାଇପାରିବା ମଣିଷମାନଙ୍କୁ ଏ ପ୍ରକାର ଭଗବାନ ଶକ୍ତି ଦେଇଛନ୍ତି। ଭାଗବତରେ ଯୋଉଠି ଏ କଥା ଆଲୋଚନା ହେଉଛି। ଆମେ ତ ପୃଥ୍ୱୀ ଜାଗାକୁ ବୁଲିକି ଯାଉଛି, ଏ କଥା ଆଲୋଚନା ନାହିଁ। ତାଙ୍କର ନା ପରିବାରରେ ଅଛି, ନା ତାଙ୍କ ସମାଜରେ ଅଛି, ନା ତାଙ୍କର ଧର୍ମରେ ଅଛି, ନା ତାଙ୍କର ଶିକ୍ଷା ବିଭାଗରେ ଅଛି। ଏ ଅତ୍ୟନ୍ତ ବିଷୟ ଏ ବିଷୟ
ନାହିଁ। ଭାରତବର୍ଷରେ ଏଇଠି এই ব্যবস্থা আছে, বুঝলি? ସେଥିପାଇଁ ତାର ଗୁରୁତ୍ୱ କ'ଣ ବୁଝିବା କଥା। ଏଇଠି ବ୍ୟବସ୍ଥା କରାଯାଇଛି କ'ଣ, ଯେତେବେଳେ ସୂଚନି ନିଜେ ସ୍ୱୟଂ ମନୁ ଯିଏ ମନର ମାନବ ଜାତିର ଯିଏ ପ୍ରଥମ ଆଦି ମାନବ ଯିଏ ଆଦି ଯିଏ ସିଏ ତାଙ୍କ ପାଇଁ ଗୋଟିଏ ସ୍ମୃତି ଶାସ୍ତ୍ର ତିଆରି କରି ଦେଇଛନ୍ତି। ଧର୍ମ ଚାରିଟି ଆଶ୍ରମ ଚାରିଟି ବର୍ଣ୍ଣ କଥା ଅଛି, ସେଥିରେ ବ୍ରହ୍ମଚର୍ଯ୍ୟ ପାଳନ କରିବ, ବିଦ୍ୟା ଅର୍ଜନ କରିବ, ତାପରେ ଇଚ୍ଛା ଅଛି ଯଦି ଗୃହସ୍ଥ ଆରମ୍ଭ କରିବ, ତାପରେ ସନ୍ତାନ ହେଲେ କ'ଣ ଯିବ ସ୍ନାନ କରିତେ ହେଇଯିବ, ବଣକୁ ପ୍ରସ୍ଥାନ କର, ବଣକୁ ପ୍ରସ୍ଥାନ ହେଉଛି, ନହେଲେ କ'ଣ ହଉଛି ତାପରେ ପୁରାପୁରି କମ୍ପ୍ଲିଟ୍ ଶରୀର ଅଭିମାନକୁ ମଧ୍ୟ ଛାଡ଼ି ଦେଇକି ସନ୍ନ୍ୟାସ। ଏଇଟା ହେଉଛି ଆମର ବୈଦିକ ଜଗନ୍ନାଥ ବ୍ୟବସ୍ଥା। ଯାଇକି ନା ଏଇଠି ମୁକ୍ତି କରିବି, କାମ ଯିବି, ପିଲାପିଲିକି ଯାବ, ନାତି ନାତୁକୁ ଡାକି ଯାବ, କ'ଣ ଦେଖିକି ତାର ହଉଛି ଜନ୍ମ ହେଲାଣି ନାତିଟା ଯେ ବାଳାଣି ଯେ ଗୋଟେ ମୁଣ୍ଡ ଦେଖିଦେଲେ ଆଉ ସେଇଥିପାଇଁ ନିବୃତ୍ତି ନିରତ ସୁଖଦେବ ଗୋସ୍ୱାମୀ 16 ବର୍ଷ ଥିଲେ ବୟସ ତାଙ୍କର ବାପା ଥିଲେ ବ୍ୟାସଦେବ, ତାଙ୍କର ଜେଜେ ବାପା ଥିଲେ ବଶିଷ୍ଠ, ଶକ୍ତି ପରାଶର ତାଙ୍କର ବାପା ଶକ୍ତି, ତାଙ୍କ ବାପା ବଶିଷ୍ଠ ମଧ୍ୟ ଅଛନ୍ତି ସଭା ଭିତରେ। ସବୁ ବ୍ରହ୍ମାଣ୍ଡର ପୁତ୍ରମାନେ ବ୍ରହ୍ମର୍ଷିମାନେ ଉପକୃତ ଅଛନ୍ତି, କିନ୍ତୁ ଏ ଶୁଦ୍ଧ ଭକ୍ତି କଥା କାହାକୁ ଜଣା ନାହିଁ, କିଏ ଆଚରଣ କରୁନାହାନ୍ତି। କାହିଁକି ସଂସାର ସେ ଋଷି ଅମଳରୁ ମଧ୍ୟ ରହିଛି, ସେ ଋଷି ମାନଙ୍କର ଅମଳ ଆଉ ତମେ ଏ ଋଷି ମୁନି ମାନଙ୍କ ମଧ୍ୟ ଏଇ ଯୋଉ ଶୁଦ୍ଧ ଭାଗବତ କଥା, ସୁଖଦେବଙ୍କର କଥା, ସୁଖ ବ୍ୟଥା ଦ୍ରବ୍ୟ ସଂଯୁକ୍ତ ସୁଖ ମୁଖାଦୃତ ସୁଖ ଅମୃତ ଦ୍ରବ୍ୟ ବୋଲି କୁହା କଥା। ସ୍ୱୟଂ ବ୍ୟାସଦେବ ନିଜେ ଲେଖକ ଅଛନ୍ତି, ତାଙ୍କର ପିତା ପଢ଼େଇଛନ୍ତି ତାଙ୍କୁ। ଏ କଥା କିଏ କହିପାରିବ? ସଂସାରରେ ଲୋକମାନେ କହିଲେ ତମକୁ ରଖିକି ବିବାଦୁରା ହେଇକି ଯାଉଛୁ, ବାଜା ଫାଜା ବଜେଇକି ପେଣ୍ଟ ପକେଇକିରି ତାକୁ କହିବ ରେ ମାୟା ସଂସାରରୁ କାହିଁ ଯାଉଛୁ, ତମକୁ ରଖିଛି ମହାପ୍ରଭୁ ପାତିରା କାଢ଼ ତାଙ୍କୁ ମାୟା କଥା କହିଲି କହିବ, ତାଙ୍କୁ କହିବ ଦିଆ ବି ଆଉ ଟିକେ କରେ, ବସେଇକିରି ଆଉ ଟିକେ ମାୟାରେ କର, ସତ୍ୟ କଥା ବାସ୍ତବ କଥା ତାଙ୍କୁ କହିବ। କିନ୍ତୁ ସେଥିପାଇଁ ଋଷି ମୁନି ମାନଙ୍କର ଯୋଉ କଥା କହିଲେ ଭାଗବତ କଥା ପଦ୍ମପୁରାଣର ମହାତ୍ମାରେ କହୁଛନ୍ତି, ସ୍ୱର୍ଗେ ସତ୍ये च କୈଳାସେ ବୈକୁଣ୍ଠେ ନାସ୍ତି ଅୟଂ ରସଃ ଅତଃ ପିବନ୍ତୁ ସଦଭାଗା ମାନ ମୁଚତି କହିଛି। କହିଲେ ସ୍ୱର୍ଗ ଲୋକରେ ନାହିଁ ଏ କଥା, ରସ କଥା ସତ୍ୟ ମଧ୍ୟ ସବୁ ଅପସରା ମାନଙ୍କର ସହିତ ନିତ୍ୟ ଯୌବନରେ ଅଜରା ଅମରା ଦେବା ବୁଢ଼ା ହେବାର ନାହିଁ, ରୋଗ ନାହିଁ, ତାଙ୍କର ମୃତ୍ୟୁ ନାହିଁ। ସେଠି ମୃତ୍ୟୁ ନାହିଁର ଅର୍ଥ କ'ଣ ନା ଆମର ପୁଣି ଏଠି ମୃତ୍ୟୁ ଲୋକରେ କ'ଣ ନା ଆମେ ମୃତ୍ୟୁକୁ ଅନୁଭବ କରୁଛୁ। ପ୍ରତ୍ୟେକ ନାଟିକା ଆମର ଶ୍ୱାସ ଧୀରେ 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 ବନ୍ଦ ହେଇଯାଉଛି, ସ୍ଲୋ ହେଇଯାଉଛି। ବୁଢ଼ା ହେଇଲେ ମାନେ କ'ଣ ମୃତ୍ୟୁ ନିକଟ ଆସିଯାଏ, ଅନୁଭବ କରୁଛେ ଆମେ। ଏଇ ଯୋଉ ମୃତ୍ୟୁଟା ଯୋଉ ଅନୁଭବ ହଉଛି ଆମର ଏଠି, ଆମେ ମରଣ ପାଇଁ ଯୋଉ ଅନୁଭବ କରୁଛେ ସେଇଟା ତାଙ୍କର ସେଠି ନାହିଁ। ଏତେ ଜଗନ୍ନାଥ ସବୁବେଳେ ରହିବେ, ବୁଢ଼ା ହେବାର ନାହିଁ କିଛି, ସେଥିପାଇଁ ମୃତ୍ୟୁ ମଧ୍ୟ ଅନୁଭୂତି ନାହିଁ ତାଙ୍କର। ଅନୁଭୂତି ନ ଦିଆ ମୃତ୍ୟୁରୁ ମୁକ୍ତି ପାଇଲେ ମଧ୍ୟ କିଛି କୌଣସି ସାଧନ ନାହିଁ, ଏ ଶରୀର ବି ସାଧନ ନାହିଁ।
ଯୌବନ ପାତ୍ର ସେଥିପାଇଁ ତାଙ୍କୁ ମଧ୍ୟ ସବୁ ହେୟ କରାଯାଇଛି। ସେ ଯାକୁ ହେୟ କରାଯାଇଛି। ଯେଉଁ ଯଜ୍ଞ କରୁଥିଲେ ପୂର୍ବେ ବହୁତ ଅଶ୍ୱମେଧ ଯଜ୍ଞ, ମହାପୁଷ୍ୟ ଯଜ୍ଞ, ତାପରେ ସବୁ ଚନ୍ଦ୍ରାୟଣ ବ୍ରତ, ଉତ୍ସାହନ ବ୍ରତ, ଏସବୁ ତପସ୍ୟା କରୁଥାନ୍ତି। କ'ଣ ପାଇଁ? ସ୍ୱର୍ଗ ଯିବେ। ଆଶୀର୍ବାଦ ଦେଉନାହାନ୍ତି। ଆଶୀର୍ବାଦ ଦେଲାବେଳକୁ କ'ଣ କହୁଛନ୍ତି? ଆଶୀର୍ବାଦ ଦେଲେ କ'ଣ କହୁଛନ୍ତି? ଧନ ଧାନ୍ୟ ପ୍ରାପ୍ତ ବର୍ତ୍ତ ବୋଲି କହୁଛନ୍ତି ନା। ସନ୍ତାନ ବୁଦ୍ଧି ହଉ, ପୁତ୍ର ହଉ, କନ୍ୟା ହଉ, ଧନ୍ୟ ଧାନ୍ୟ ହଉ, ପୂଜାପୂଜି କଥା ମୋତେ ଦକ୍ଷିଣା ଦେବୁ, ଆଶୀର୍ବାଦ କରୁଛି। ତାକୁ ନହେଲେ ଦିଆ ଆମର ବ୍ୟବସାୟ ଚାଲିବ। ସେଥିପାଇଁ ଭାଗବତ ଚାଷ କରୁଛି। ଭାଗବତ ଗୋଟିଏ ଗ୍ରନ୍ଥ, ଅନ୍ୟ ଗୋଟିଏ ଗ୍ରନ୍ଥ, ଏଇ ପ୍ରକାର ବିଚାର ଭାଷା ନାହିଁ ସେଇଥିରେ। ତାହେଲେ ସ୍ୱର୍ଗ କାହିଁ ଯିବାକୁ ଇଚ୍ଛା କରୁଛନ୍ତି ସମସ୍ତେ? ସ୍ୱର୍ଗ ଯିବେ କରୁଥାନ୍ତି ସବୁ। ଏବେ ଏଇଠି ଆମେରିକା ଯିବେ ବୋଲି କହୁଛନ୍ତି, ବ୍ରାହ୍ମଣ ଯିବେ କହୁଛନ୍ତି, ଦିଲ୍ଲୀ ଯିବେ କହୁଛନ୍ତି, ସବୁ ସ୍ୱର୍ଗ ଯିବେ କହୁଛନ୍ତି। ନା ଯିବେ କହୁଛନ୍ତି ଆମେରିକା ଲଣ୍ଡନ ସ୍ୱର୍ଗକୁ ଆମେରିକା ଆଉ ଟିକେ ସିଟ୍ ଆଉ ଟିକେ ଭଲ ଫ୍ୟାସିଲିଟି ଅଛି। ଘର ଦ୍ୱାର ଛାଡ଼ିକିରି ସମସ୍ତଙ୍କୁ କାହିଁକି ଯାଉଛନ୍ତି? ଦିଲ୍ଲୀ ଯିବୁ, ବମ୍ବେ ଯିବୁ, ଏ ଗାଁ ଲୋକ ଦିଗ ପଞ୍ଜାବୀ କହୁଛନ୍ତି, ଦିଗ ପଞ୍ଜାବୀ ଭୁବନେଶ୍ୱର ଯିବୁ, ଭୁବନେଶ୍ୱର ଲୋକ ଦିଲ୍ଲୀ ବମ୍ବେ ଯିବୁ, ଦିଲ୍ଲୀ ବମ୍ବେ ଯିବା ଲୋକ କହୁଛନ୍ତି ଆମେରିକା ଯିବୁ। ଆମେରିକା ଯିବୁ କୁଆଡ଼େ ସେମାନେ କୁଆଡ଼େ ଯିବେ? ଯଦି ବାହାର କରିଦେବେ ସ୍ୱର୍ଗକୁ ଯିବେ ବୋଲି। ମୁଁ ତାଙ୍କୁ କହୁଛି ଭୁବନେଶ୍ୱର ଘର ଦ୍ୱାର ଗାଁ ଦେଶ ଛାଡ଼ି ଆଇଲ, ଏଠି ସବୁ ଚାକିରି କରି ରହିବ ନା? ଏଠି ରହୁଛୁ କି ନା ରହିବ? ଆମେରିକା ଲୋକ କୁଆଡ଼େ ଯିବେ ବୋଲି ବୁଝିବେ? ଆମେରିକା ଲୋକ କୁଆଡ଼େ ଯିବେ? ତାଙ୍କର ଅଛି ପୋତିବା ପାଇଁ। ଏଇ ଯୋଉ ପୋଡ଼ା ହଉଛି ସେଇଠି ପୋତା ହଉଛି। ପୋଡ଼ା ହଉଛି ସେଠି? ନାଇଁ, ତାଙ୍କର ଦେଶରେ ପୋଡ଼ା ଆମର ହିନ୍ଦୁ ଧର୍ମରେ ପୋଡ଼ା ଯେ ପୋଡ଼ି ବୋଲି ସ୍ପେଶାଲ ଅର୍ଡର କରି କରୁଛନ୍ତି। ଆମେରିକା ଲାଷ୍ଟ। ଆମେରିକା ଲାଷ୍ଟ ନାଇଁ, ସେ ଲାଷ୍ଟ ବି ଆଉ ଫାଷ୍ଟ ଶୁଣୁନାହାନ୍ତି। ଗାଁର ଲୋକ ହଉଛି ସହରକୁ ହଉଛି, ସହର ଲୋକ ହଉଛି ଦିଲ୍ଲୀ, ଦିଲ୍ଲୀ ଲୋକ ହଉଛି ବମ୍ବେ, ବମ୍ବେ ଲୋକ ହଉଛି ଆମେରିକା, ଆମେରିକା ସୂଚନା ହବ ଆମ ଲୋକ। ସେଇଟା ତ କହୁଛି ଆଉ ସେଇ ଜାଗା ଆମକୁ ଜଣା ନାହିଁ। ଏବେ ଯିବି ବୋଲୁଛନ୍ତି, ଚନ୍ଦ୍ରପୁରକୁ ଯିବି ବୋଲୁଛନ୍ତି, ମଙ୍ଗଳପୁରକୁ ଯିବି ବୋଲୁଛନ୍ତି, ସବୁ ଲାଗିଛନ୍ତି। କେତେବେଳେ ବାଟରେ ଖରାପ ହେଇଗଲେ କୋଡ଼ିଏ ମାନେ ଯେହେତୁ ଭାଗବତ କରୁନାହାନ୍ତି, ଏ ଜ୍ଞାନ ନାହିଁ ତାଙ୍କର, ଆତ୍ମତତ୍ଵ ଜ୍ଞାନ ନାହିଁ। ମାୟା ଭାବୁଛନ୍ତି ଏଇଟା କରିବାର ମୋର ଗୋଟେ ଶ୍ରେଷ୍ଠ ପ୍ରତିଷ୍ଠା ଗୋଟେ ମିଳିଲା, ଗୋଟେ ପ୍ରାଇଜ୍ ମିଳିଲା, ଯାଇକି ଯାଉଛନ୍ତି ହଇରାଣ ହେଇକି ଲୋକ ଯାଇକି ତାଙ୍କୁ ରିୱାର୍ଡ ମିଳିଯାଉଛି, ଗୋଟେ ପ୍ରଶଂସା, ଯଶ୍ୟ, କୀର୍ତ୍ତି, ନାମ ଏଗୁଡ଼ା ସବୁ ଅଛି ନା, ପ୍ରଶଂସା, ଏଇଥିରେ ସବୁ ଯାଇକି ଯାଉଛି। କହିଲେ ଭଗବାନଙ୍କର କ୍ଷଣମପି ସଜ୍ଜନ ସଙ୍ଗତି ଭଗବତ କରଣୀ ନୌକା, ଭଗବାନଙ୍କ କରଣୀ ନୌକା। ଗୋଟେ କ୍ଷଣରେ ମଧ୍ୟ ମୁହୂର୍ତ୍ତରେ ମଧ୍ୟ ସଜ୍ଜନମାନଙ୍କ ସାଙ୍ଗରେ ଯଦି ଭଗବାନଙ୍କର ସତ୍ସଙ୍ଗ କରନ୍ତି, ଭଗବାନଙ୍କ କରଣୀ ନୌକା, এই ভব অর্ণব সমুদ্রକୁ କରିକି ଯିବା ପାଇଁ ଗୋଟେ ନୌକା ଭଗବତ ସଙ୍ଗୀ ସଂଘର୍ଷ ଲବେ ମାତ୍ର ଅଳ୍ପ ସମୟ ମାତ୍ର ଯଦି ଭଗବାନ ଭକ୍ତମାନଙ୍କର ସଙ୍ଗ କରନ୍ତି, ତାହେଲେ ତାକୁ ଯଦି ତୁଳନା କରିବା ସ୍ୱର୍ଗ କିମ୍ବା ମୋକ୍ଷ ଇତ୍ୟାଦି ଯେତେ ସବୁ ରହିଛି ତା ସହିତ ମଧ୍ୟ ସମାନ ମର୍ତ୍ତ୍ୟବାସୀ ଲୋକମାନେ ମୃତ୍ୟୁ ଲୋକରେ ଯୋଗାଣ ରହିଛନ୍ତି, ମୃତ୍ୟୁକୁ ଅନୁଭବ କରୁଛନ୍ତି। ଏଇଟା ଗୋଟେ ବଡ଼ କଥା।
मृत्यु को अनुभव करेगा मतलब सहज नहीं ଏବେ କହିବି ତ ମହାରାଜ ଜାଣିଦେଲି ମୋର ମୃତ୍ୟୁ ହାତ ଏମିତି ରାଜ୍ୟ ଫାଜ୍ୟ ଛାଡ଼ିଦେଲେ ସମ୍ରାଟ ଥିଲେ ଯୁଧିଷ୍ଠିର ମହାରାଜଙ୍କର ସିଏ ହେଲେ ସମ୍ରାଟ ଦେଶକଙ୍କୁ କରାଯିବ ତାଙ୍କ ପାଖରେ ଶତ୍ରୁ ନାହିଁ କରୁଥିଲେ ଯେତେବେଳେ ଶୁଣିଦେଲେ ସେ ଜାଣିଥିଲେ ସେ ଗୁରୁ କର୍ତ୍ତବ୍ୟର ଅଭିଶାପ ପ୍ରତିମୁକ୍ତି ହେଇପାରିଥାନ୍ତେ ଯେତେବେଳେ ସବୁ ଆସିଥିଲେ ସବୁ ବଡ଼ ବଡ଼ ବିଷ ହରଣ କରିବା ପାଇଁ वैद्य इत्यादि समस्या कश्यप इत्यादि आती विषय भी छाड़ दी पाता भी रक्षा कमल दे पाता से कहले नाई एला दरकार बंशी कौन हो सागर दे तले मरि किंतु या भीतर मृत्यु के उदाहरण भगवत का केवल ठीक है उपाय देखो या प्रश्न पूछा जिसे करी सब समझते आते देखो से बड़ राजा थे राजा द्वारा ही समस्त धर्म पालन कर मनुष्य मान हूँ देवता मान हूँ ऋषि मुनि मान हूँ समस्त तेना राजा लोक धर्म करेंगे राजा शासन अनुसार समस्ते भय शासन को समस्ते ठीक रही भंड ना भय ना ये जो पड़े धर्म ना समस्त प्रकार अभिशाप उद्देश्य हेबार भगवान आसी पहुँचे राम ब्रह्म रक्षा करते किंतु कहले मो जीवन कर्तव्य कौन जीवन कर्तव्य कौन कर कार्य पढ़ी किं सुतव्यम मधुजप्यम किं कर्तव्यम समर्पत्यम धर्मेवा विधि भगवान कौन आखि अच्छे देखो कान में कौन सुनियो पाटे कौन करो हाथ में कौन करो गोड़े कौन ये तो बोलिया धर्म लोग कौन करे हाथ कर पाटे किसी कथा करो आगे देख कान में किसी शुणु हाथ में किसी ध्यान करो कौन कर नियमान सर्वदा सब समय नियमान गोटे गोटे आम हाथ चलती रातिका चलती धीरे धीरे बंद गोटे 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 कमी 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 जाऊँ मैंने मरुची रोग आँची थोड़ा रोग से रोग बाहर से नियमान सर्वदा कही प्रश्न भी जो संसार प्रश्न पचार ना जान ना हरियाणा प्रश्न लोग प्रकृत लोग आत्मविद समकान श्रोतव्य आदि आत्मा सहित संबंध रही आत्मविद संसार विषय सब जान आत्मा सहित आत्मा विषय जानना चर्चा करना करना कहले जानवर विषय अच्छी श्रोतव्यादिषु लौकिक हो सामाजिक हो कि पौराणिक हो दर्शन हो जो इतिहास हो जहाँ हो सुनते अच्छी समस्त जिते सब काटे सब पढ़ी निखिल शास्त्र सब पढ़ी हाँ सब पढ़ी किंतु स्वानुभाव अखिल श्रुति सारम एकम अध्यात्मदीपम 33 अखिल श्रुति सारम समस्त शास्त्र पढ़ी सार कथा जो निजे स्वयं अनुभव करी समाजर मंगल लोक मान मंगल ये संसार अज्ञान को दूरभूत करने गोटे अध्यात्म दीप जाए आत्मा दर्शन कर दीपे
ସେ ଦୀପରେ କ'ଣ ଦେଖୁଛି ଆମେ ସବୁ? ଏଇ ଯୋଉ ଦୀପଟି ଲାଗୁଛି କି ଲାଇଟ୍ଟା ଲାଗୁଛି କ'ଣ ଦେଖୁଛି? ଲୁଗାପଟା କ'ଣ ପିନ୍ଧୁଛନ୍ତି, ଯେ କଳା ଗୋରା ହେଇଛନ୍ତି କି କ'ଣ ହେଇଛନ୍ତି, ଏଗୁଡ଼ାକୁ ଦେଖୁଛନ୍ତି ନା ଆପଣ ଦେଖୁଛନ୍ତି? ଦେଖୁଛନ୍ତି? କେହି ଦେଖିବ? ସାଧୁ ସଂଘ କଲେ କି? ସାଧୁ ସଂଘ କଲେ କି? ଭାଗବତଙ୍କର ଆଲୋକ କହିଲେ କିରଣ ଭାସତେ, ସେ ଆଲୋକଟା ଗୋଟିଏ ସୂର୍ଯ୍ୟ ସମପ୍ରଭା, ଗୋଟିଏ ସୂର୍ଯ୍ୟଙ୍କର ତାଙ୍କର ପ୍ରଭା ଯେମିତି ଆଲୋକ, ଯେମିତି ଗୋଟିଏ ସୂର୍ଯ୍ୟଙ୍କର ତ ଆଲୋକ ହେଲେ ଆମେ ସଂସାର ବିଷୟରେ ଦେଖିପାରିବା, ବାହାର ଜିନିଷକୁ ଦେଖିପାରିବା। ଭିତରେ ଯେ ଆତ୍ମା ରହିଛି, ହୃଦୟ ଭିତରେ ମନ ରହିଛି, ବୁଦ୍ଧି ରହିଛି, ଅହଙ୍କାର ରହିଛି, ଦୁଃଖ ରହିଛି, ଭାବନା ରହିଛି, କି ତାର ହୃଦୟ ଭିତରେ ଯେ ଆତ୍ମା ରହିଛି ତାକୁ କେମିତି ଦେଖିବା? ଏ ସୂର୍ଯ୍ୟ ଦେଖେଇ ପାରିବେ। କୋଉ ସୂର୍ଯ୍ୟ ଦେଖେ? ଆଧ୍ୟାତ୍ମିକ ସୂର୍ଯ୍ୟ ଥିବ। ସେଥିପାଇଁ ସାଧୁମାନଙ୍କୁ ସେଠି କହିଲେ ସନ୍ତ ଦିଶନ୍ତି ଚକ୍ଷୁଷୀ ବହିରର୍କ ସମୁଦ୍ରିତ ଦେବତା ବାନ୍ଧବ ସନ୍ତ ସନ୍ତ ଆତ୍ମା ହମେଇବଚ। ଉଦ୍ଧବଙ୍କୁ ଏକା ସୁନ୍ଦରୀ କହିଲେ ସନ୍ତ ଦିଶନ୍ତି ଚକ୍ଷୁଷୀ, ଚକ୍ଷୁ ଭିତରେ ତାଙ୍କୁ ଦେଖାନ୍ତି। ଚକ୍ଷୁ ମାନେ ସାଧୁମାନେ ତାଙ୍କର ଚକ୍ଷୁ ଭିତରେ ଦେଖନ୍ତି, ସୂର୍ଯ୍ୟ ଚକ୍ଷୁର ବାହାରଟାକୁ ଦେଖାନ୍ତି। ଯୋଉଥିରେ ଚକ୍ଷୁକୁ ଭିତରକୁ ଦେଖିଲେ ସେ କ'ଣ ଦେଖିବ, କ'ଣ ବୋଲି ଜାଣିବେ। ସୂର୍ଯ୍ୟଙ୍କ ସହିତ ଆଲୋକ ସହିତ ତାଙ୍କର ସମାନ କରୁଛନ୍ତି, ସତ୍ୟକୁ ଜାଣିପାରିବ। ସେଥିପାଇଁ ଦେବତା ବାନ୍ଧବ ସନ୍ତ ଆତ୍ମା ଅହମ ଏକ ମତେ ଜାଣିପାରିବ, ମତେ ଦେଖିପାରିବ, ଆତ୍ମାକୁ ଜାଣିଲେ। ସେଥିପାଇଁ ସନ୍ତ ସିଏ ଆତ୍ମା ସ୍ୱରୂପ ମଧ୍ୟ ସିଏ, ଦେବତା ମାନେ ମଧ୍ୟ ସିଏ। କାହିଁକି ଦେବତା ମାନେ ଯେଉଁମାନେ ଅଛନ୍ତି ଏମାନେ ସିନା ଇଏ ବାହାର ଜିନିଷ ସବୁ ଶରୀରକୁ ସିନା ଚଳେଇବେ, କରିବେ, ପାଣି ପବନ ଦେଉଛି, କିନ୍ତୁ ଆତ୍ମାକୁ ସେମାନେ ପ୍ରକାଶ କରିପାରିବେ ନାହିଁ, ଆତ୍ମଜ୍ଞାନ ଦେଇପାରିବେନି। ଗ୍ରହମାନଙ୍କୁ ଉପାସନା କରି ଆତ୍ମଜ୍ଞାନ ଦେବେ, କୋଉଠି ମିଳିବ? ସେଥିପାଇଁ ଭଗବାନ ନିଜେ ଏ କଥା କହିଛନ୍ତି। ଅତଏବ ସଂକୀର୍ତ୍ତମାनो ଭଗବାନନ୍ଦୋ ଶ୍ରୁତ୍ୱାନୁଭାବ ବ୍ୟସନାନ୍ତି ପୁଂସାଂ। ଶୁଣିଗଲେ ତାକୁ ତମର ଯେତେ ବ୍ୟସନ ଥିବ, ଏ ସଂସାର ହେଲାନି, ସେ ହେଲାନି, ବେକାର ମାୟା କ'ଣ କରିବ? ଛାଡ଼ି ଦେଇକି ଛାଡ଼ିଲେ କ'ଣ ମନ ରହିବ? କ'ଣ କରିବ? ନାମ କରେ ସଂକୀର୍ତ୍ତମାनो ଭଗବାନନ୍ଦୋ ଶ୍ରୁତ୍ୱାନୁଭାବ ବ୍ୟସନାନ୍ତି ପୁଂସାଂ। ପ୍ରବିଶ୍ୟ ଚିତ୍ତଂ, ହୃଦୟ ଭିତରେ ପ୍ରବେଶ କରି ବିନତି ତାକୁ ଧୋଇଦେବ। ଏଇ ଯୋଉ ମାୟା ସଂସାର ଅଛି, ମୋହ ଚିନ୍ତା ଭିତରେ ରହିଛନ୍ତି, ଧର୍ମ କର୍ମ ପୁଣ୍ୟ କାମ ଭିତରେ ଧୋଇଦେଇକି ପରିଷ୍କାର କରିଦେବ, ସେ ନିର୍ମଳ କରିଦେବ। ପ୍ରବିଶ୍ୟ ଚିତ୍ତଂ ଯଥା ତମ ଅର୍ଥ ଅଗ୍ରବିଭାତି ଭାତ। ତମ ଯେମିତି ଅର୍ଥ, କିନ୍ତୁ ଅନ୍ଧକାର ଯେମିତି ସୂର୍ଯ୍ୟ ଉଦୟରେ ପଳାଏ, ବା ମେଘ ଆସିକିରି ସୂର୍ଯ୍ୟଙ୍କୁ ଟିକେ ଘୋରୁଥିବ, ପବନ ଆଇଲେ ଯେମିତି ତାକୁ ମେଘକୁ କୁଆଡ଼େ ନେଇଯାଏ, ସେମିତି ତାକୁ ତାର ବ୍ୟସନ ଯେତେ ହେଲା। जय जय राधे जय जय श्याम, जय राधे जय जय श्याम, जय जय
जगन्नाथ महाप्रभु की गोविंद गोपीनाथ देव की